ସାର୍ ଜୟ ଜଗନ୍ନାଥ ସାର୍। ଜୟ ଜଗନ୍ନାଥ ସାର୍ ମୁଁ ନାଥ କହୁଥିଲି। ମୁଁ ବର୍ତ୍ତମାନ ଦେଖୁଛି ଆପଣ ତ ଯାତ୍ରା ଅନୁଷ୍ଠାନଟିଏ ନୂଆ ଗଢ଼ିଛନ୍ତି। ଯାଉ ଆପଣଙ୍କର ଭଗବାନ ମାଙ୍କ ଗାନ୍ଧାରୀଙ୍କର ଆଶୀର୍ବାଦ ନଥିଲେ ଆଜ୍ଞା ଯାତ୍ରା ପାର୍ଟି ଗଢ଼ିବା ଅସମ୍ଭବ। ଆପଣ ଜଣେ ଡକ୍ଟର। ମୁଁ ପ୍ରଥମେ କହିବି ଆପଣ ଯଦି ଯାତ୍ରା ପାର୍ଟି ଅନୁଷ୍ଠାନଟେ ତିଆରି କଲେ କାହିଁକି ଏ ମନୋଭାବଟି ଆଣିଲେ ଆଜ୍ଞା? ମନୋଭାବ କାଲି ତ ମିଡ଼ିଆରେ ସବୁ କୁହାଯାଇଛି। ମନୋଭାବ ଏଇଆ ଲୋକଙ୍କୁ ପାଇଁ କିଛି କଳିଯୁଗ ଶେଷାର୍ଧ ବେଳକୁ ଆଜ୍ଞା ଯଦି କଳାର ମାହାତ୍ମ୍ୟ କଳା ମନୋରଞ୍ଜନ ଏଗୁଡ଼ା ସବୁ ମାନେ ଭଗବାନଙ୍କ ଜମାନାରୁ ଆସିଲେ ସେଇଠୁ ପିଲା ସେଠି ବି ଡ୍ରାମା ହେଉଥିଲା, ସେଠି ବି ମନୋରଞ୍ଜନ ହେଉଥିଲା, ରାଜା ମହାରାଜା। ତା ମାନେ ନୁହେଁ ଯେ ମନୋରଞ୍ଜନ କରିବା ସାଙ୍ଗେ ସାଙ୍ଗେ ଆମେ ସଂସ୍କୃତିକୁ ଭୁଲିଯିବା, ଅପସଂସ୍କୃତି ଆଡ଼କୁ ଯିବା। ଏସବୁ ଜିନିଷରୁ ଆମେ ବାହାରିକିରି ଆମେ ଲୋକମାନଙ୍କ ପାଇଁ କିଛି ମେସେଜ ଦେବା ପାଇଁ ଚାହୁଁ। ସାର୍ ମୁଁ କାହିଁକି ଏ କଥାଟା ପଚାରିଲି ଯେ ବର୍ତ୍ତମାନ ଯାତ୍ରା ଜଗତରେ ଯେତିକି ନ୍ୟୁ ପ୍ରଯୋଜକ ବାହାରୁଛନ୍ତି, ନୂଆ ଯାତ୍ରା ଅନୁଷ୍ଠାନ ତିଆରି କରୁଛନ୍ତି, ସେମାନେ ବିଜନେସ୍ ମୁଭମେଣ୍ଟରେ ତିଆରି କରୁଛନ୍ତି। ଦେଖ ବିଜନେସ୍ କାହାକୁ କୁହାଯାଏ, ଆୱାରନେସ୍ ଜାଗୃତ କାହାକୁ କୁହାଯାଏ, ଇଏ ମୋର ଡିଫରେନ୍ସ। ସବୁଥିରେ ପଇସାର ଖର୍ଚ୍ଚ। ଆଜ୍ଞା ମନ୍ତ୍ରିମଣ୍ଡଳରେ ବି ପଇସା ଖର୍ଚ୍ଚ ନ କଲେ ତାଙ୍କର ସିଂହାସନ ହଲିଯିବ। ଆଜ୍ଞା ଆଜ୍ଞା ତ ମୋ କହିବା କଥା ବିଜନେସ୍ରେ ଯଦି ପଇସା କରୁଛନ୍ତି କରନ୍ତୁ, କିନ୍ତୁ ମୋ ମତରେ ଯଦି ଆମ ଆଡ଼କୁ ଆଙ୍ଗୁଳି କରାଯାଉଛି ଆମେ ବି ସେଇଭଳି ବିଜନେସ୍ କରିବୁ। ମୁଁ ଦୁଇଟା କଥା କହିବି। ଆଜ୍ଞା ବିଜନେସ୍ ଶବ୍ଦଟି ଖରାପ ନୁହଁ। ବିଜନେସ୍ ହଁ ଆମେ ବିଜନେସ୍ କରିବୁ, କିନ୍ତୁ ସେ ଯେଉଁ ବିଜନେସ୍ର ପଇସା ଆଜ୍ଞା ଆମେ ଆମ ପକେଟକୁ ନେବୁନା। ଆଜ୍ଞା ସେଇଟା ଆଗକୁ ପ୍ରମାଣିତ ହେବ। ସେଇ ପଇସାରେ ଲୋକମାନଙ୍କ ପାଇଁ 70% ଜାଗୃତତା କାମରେ ବିନିଯୋଗ ହେବ। ଜାଗୃତ କାମ କ'ଣ କାଲି ସବୁ ମୁଁ କହିସାରିଛି। ବାକି ଯେଉଁ 30% କଳାକାର ମାନେ ନେବେ, ସେମାନେ ନହେଲେ ତାଙ୍କ ପାଟଣାପତି ଅଛି, ତାହେଲେ ତ ଏଇଠି ହେଇଗଲା 100% ଲାଭ କୋଉଠୁ ଆସିଲା? ଯେହେତୁ ଟ୍ରଷ୍ଟ ଏଟା କରୁଛି, ଟ୍ରଷ୍ଟ ପୁରା ନନ୍ ପ୍ରଫିଟେବୁଲ୍। ଆଜ୍ଞା 5 ପଇସା ପ୍ରଫିଟ୍ କରିବା ବାହାନା ନା। ତ ଏଥିପାଇଁ ମୁଁ ଏଇଥିପାଇଁ ହାତ ମିଳଉଛୁ, ସରକାର ଆମକୁ ଯେମିତି କହିବେ ସେମିତି କରିବୁ। ସାର୍ ମୁଁ ଏଇଥିପାଇଁ ଏ କଥାଟି କହିଲି ଯେ ବର୍ତ୍ତମାନ ଯେଉଁ ନ୍ୟୁ ପ୍ରଯୋଜକ ମାନେ ବାହାରୁଛନ୍ତି ବେଶୀ ଭଗବାନଙ୍କୁ ନେଇ ଖେଳ ଖେଳୁଛନ୍ତି, ଭଗବାନଙ୍କୁ ନେଇ ବିଜନେସ୍ କରୁଛନ୍ତି ନାଟପାଟିରେ। ଆମ ଓଡ଼ିଶାରେ ସେଇଟା ହେଉଛି ଗୋଟେ ପ୍ରବାଦ। ସମସ୍ତେ ଭଗବାନଙ୍କ ନାଁରେ କରୁଛନ୍ତି। ଦୋକାନ ହଉ ଯେକୌଣସି ଜିନିଷ, ମାଛ ଦୋକାନ ବି ଭଗବାନଙ୍କ ନାଁରେ ହେଲାଣି, ମାଂସ ଦୋକାନ ବି ଭଗବାନଙ୍କ ନାଁରେ। ଲୋକ ଜାଣିପାରୁନାହାନ୍ତି, ତାଙ୍କର ଆରି ଭିତରେ ଗୋଟେ ଭକ୍ତି ଲୁଚି ରହିଛି। ଆଉ ୟା ଭିତରେ ଅଜ୍ଞାତରେ ହଉ ବା ଜ୍ଞାତରେ ହଉ ଗୋଟେ ଭକ୍ତି ଲୁଚି ରହିଛି। ମୁଁ ଭଗବାନଙ୍କ ନାଁରେ କଲେ ବିଜନେସଟା ଚାଲିବ, ଭଗବାନଙ୍କ ନାଁରେ କଲେ ମୁଁ ଟିକେ ବେଶୀ ଆଦୃତ ହେଇପାରିବି। ତ ତା ମାନେ ନୁହେଁ ଯେ ଭଗବାନଙ୍କୁ ନେଇକିରି ତମେ ଆଡଭର୍ଟାଇଜ କର। ଭଗବାନ କ'ଣ ମୋର ବ୍ରାଣ୍ଡ? ଭଗବାନ ଆରାଧ୍ୟ, ଆମେ ତାଙ୍କର ସନ୍ତାନ। କେହି କ'ଣ ତା ବାପା ମାଆର ଆଡଭର୍ଟାଇଜ କରିକି ଆଗକୁ ବଢେ? ନାଇଁ ସାର୍। ତ ଆଜିର ଦୁନିଆରେ ଆମେ ନାଟକର ନାଁ ମହୋଦଧି ରଖିଲୁ। ଆଜ୍ଞା ମହୋଦଧି କ'ଣ ଭଗବାନ? ମଞ୍ଚଶ୍ରୀ ମହୋଦଧି ମହୋଦଧି ଭଗବାନ କି? ନାଇଁ ସାର୍। ତାହେଲେ ଆମେ କ'ଣ ଜଗନ୍ନାଥ ରଖିପାରିନଥାନ୍ତୁ, ଶିବ ଦେଖିନଥାନ୍ତୁ, ମା ଯାହା ହଉ। ତ ମୁଁ କହିଦେଲି, ମୁଁ ଏଗୁଡ଼ା କାହା ଏଗ୍ନେଷ୍ଟରେ କହୁନି। ଏଇଟା ଗୋଟେ ଅଜଣାତର ଜଣଙ୍କ ଭିତରେ ଗୋଟେ ଭକ୍ତି ଥାଏ। ସିଏ ଏଇ ଜିନିଷଟି ଭାବିନିଏ ମୁଁ ମୋର ଆରାଧ୍ୟ ଦେବତା ନାଁ ରଖିଲେ ମୋତେ ଭଗବାନ ସାହା ହେବେ ନାହିଁ। ଭଗବାନ ସମସ୍ତଙ୍କୁ ସାହା ହେବେ। ଆମେ ସମସ୍ତେ ଭଗବାନଙ୍କ ସନ୍ତାନ, ରାକ୍ଷସର ସନ୍ତାନ ନୁହେଁ। ଆମ ପ୍ରଭୃତି ରାକ୍ଷସର ହେଇଗଲେ ବି ଭଗବାନ ଆମକୁ ଛାଡ଼ିବେ। ବାପ ମାର ପୁଅ ଦୁଷ୍ଟ ହେଇଗଲେ କ'ଣ ବାପା ମା ତାକୁ ଫୋପାଡ଼ି ଦିଅନ୍ତି ନା ବାହାରି କରିଦେବେ? ନାଇଁ ସାର୍। ତାହେଲେ ବହୁତ ଅଛି। ତାହେଲେ ଆଜିର ଦୁନିଆରେ ଯୋଉ ନୂଆ ନୂଆ ମାଲିକ ମାନେ ଯାତ୍ରା ଅନୁଷ୍ଠାନ ତିଆରି କରିଛନ୍ତି, କିଛି ପଇସା ଅଛି ତିଆରି କରୁଛନ୍ତି, ସେମାନେ ଭଗବାନଙ୍କ ନାଁରେ ପାର୍ଟି ତିଆରି କରୁଛନ୍ତି, ଆଉ ଭଗବାନଙ୍କ ଫଟୋଟିକୁ ନିଜ ଟିକଟ ଉପରେ ରଖୁଛନ୍ତି, ଯୋଉଟା କି ବର୍ତ୍ତମାନ ପାଇଁ ଆମେ ସେ ଜିନିଷ ପାଇଁ ମୁଁ ସରକାରଙ୍କୁ ଆମର ମନ୍ତ୍ରାଳୟକୁ ଦାୟୀ କରିବି ବା ପବ୍ଲିକକୁ ମୁଁ ଆଙ୍ଗୁଳି ଉଠେଇ ପାରିବି। କାରଣ ଭଗବାନ ଆମର ଟ୍ରେଡମାର୍କ ନୁହନ୍ତି, ଭଗବାନ ଆମର ବ୍ରାଣ୍ଡ ନୁହଁ। ଆଜି ତାଙ୍କର ଫଟୋ ଛପେଇବେ, କାଲି କୋଉଠି ରାସ୍ତାରେ ପଡ଼ିବ, କିଏ ତାକୁ ପାଦରେ ମାଡ଼ିବ, ତାହେଲେ କ'ଣ ସେ ଭକ୍ତିର ଅର୍ଥ? କିଏ କୋଉଠି କାନ୍ଥରେ ଲଗେଇବ, କହିବ ନାଁ ଦେଇଦେଲା ନାଟକ ନା କଳି କିଏ ଆସୁଛନ୍ତି, ଧର ଉଦାହରଣ ଦେଉଛି, ସେଠି ଜଗନ୍ନାଥଙ୍କ ଫଟୋ ଲାଗିବ, ନାରାୟଣ ସେଟାକୁ କିଏ ଫାଡ଼ିକି ପଦାରେ ପକେଇଲା, ତା ଦେହରେ ଲୋକ ଚଢ଼ିବେ, ବା କିଏ ପରିସ୍ରା ଶୌଚାଗାର କଲା, କାନ୍ଥରେ ଲଗା ହେଇକି ଜାଣିନି କରିଦେଲା। ଏଇଗୁଡ଼ାକୁ ଲୋକଙ୍କୁ ଭାବିବା ଦରକାର।
ସେଥିପାଇଁ କହିଲି ବା କଳିଯୁଗର ଶେଷାର୍ଦ୍ଧ ଆମେ କିଛି ନୂଆ କରିବାକୁ ଯାଉଛୁ ଆମର କିଛି ନୂଆ ହବ ଆଉ କଣ ମଞ୍ଚଶ୍ରୀ ମହୋଦୟରେ ସେଇଟା ଦର୍ଶକ ଦେଖିବେ ନାହିଁ। ସେଗୁଡ଼ା ହବନି ସେଗୁଡ଼ା କାହିଁ ଆମେ କରିବୁ ଆମ ଭଗବାନ ଆମ ତୁଣ୍ଡରେ ଅଛନ୍ତି ହୃଦୟରେ ଅଛନ୍ତି ଭଗବାନଙ୍କୁ କଣ ପୋଷ୍ଟର ମାରି ଲଗେଇଦେଲେ କି ଭଗବାନଙ୍କୁ ତ ଭିଜିନି ସେ ଭଗବାନ ବେଶୀ ଖୁସି ହେଇଯିବେ ନା କଣ। ଜୟ ଜଗନ୍ନାଥ ସାର୍ ଯାହା ହଉ ଏଇ କଥା ପଦିକ ମୁଁ ଶୁଣିବା ପାଇଁ ମୁଁ ଚାହିଁଥିଲି ସେଥିପାଇଁ ମୁଁ ଆପଣଙ୍କୁ ଫୋନ କରିଥିଲି। ଓଡ଼ିଶା ମନ ବହୁତ ନିର୍ମଳ ପବିତ୍ର କାହିଁକି ନା ମୁଁ କେତୋଟି ଅନୁଷ୍ଠାନରେ ଏଇଭଳି କରୁଛନ୍ତି ବୋଲି ମୁଁ ଆଜ୍ଞା ମୁଁ ଗୋଟେ ସୋସିଆଲ ମିଡ଼ିଆରେ ମୁଁ ପ୍ରତିବାଦ କରୁଛି କିଏ କରୁଛି ନ କରୁଛି ମୁଁ ଜାଣିନି କିନ୍ତୁ ମୁଁ କରୁଛି ଭଗବାନଙ୍କ ଫଟୋ ରଖିକି ଶେଷ କଥା କହୁଛି ନୋଟ କରନ୍ତୁ ମେସେଜ ଆଜ୍ଞା ଏ ଜିନିଷଟି ସର୍ବପକ୍ଷୀରେ ଆମେ ସମାଜରେ ରହୁଥିବା ସର୍ବସାଧାରଣଙ୍କ ପାଇଁ କରୁଛୁ ଆଜ୍ଞା ତେଣୁକରି ତାଙ୍କ ଖୁସି ପାଇଁ ଆଜ୍ଞା ଆମେ ଯାହା ଦରକାର ପଡ଼ିବ କରିବୁ କିନ୍ତୁ ଏମିତି କାର୍ଯ୍ୟ କରିବୁ ନାହିଁ ଯୋଉଥିରେ ସର୍ବସାଧାରଣ କୁଶିକ୍ଷା ଆଡ଼କୁ ଗତି କରୁ ଆଜ୍ଞା ବା ତାଙ୍କର ମନୋରଞ୍ଜନ ଭିତରେ କୋଉଠି ଉଣା ରହିଯାଉ ଆଜ୍ଞା ବା ସେମାନଙ୍କ ପ୍ରତି କୌଣସି ଅବିଚାରର ଶିକାର ହଉ ବହୁତ ଲୋକ କିଏ କାହାର ପଇସା ନେଇଗଲାଣି କିଏ କମିଟମେଣ୍ଟ କରି ଆସିବନି ଆଜ୍ଞା ଏମିତି ଜିନିଷ ଆମେ କରିବୁ ନା ଆଜ୍ଞା ଏସବୁ ଜିନିଷର ପୁରା ବାହାର। ତାହେଲେ ଓଡ଼ିଶା ଦର୍ଶକ ଏଇଟା ଏ ବାସନାଟା କେବେ ମଞ୍ଚଶ୍ରୀ ମହୋଦୟରୁ ପାଇବେ ନାହିଁ କି ଆଗକୁ ଆଶା ବି ମଧ୍ୟ ନାହିଁ। ଟୋଟାଲ ନାହିଁ ଟୋଟାଲ ସ୍ୱପ୍ନ ଭିତରେ ବି ନାହିଁ। ଯାହା କରିବ ମଞ୍ଚଶ୍ରୀ ମହୋଦୟ ଗୋଟେ ସ୍ୱତନ୍ତ୍ର ନୂଆ ଆଉ ଓଡ଼ିଶା ଦର୍ଶକଙ୍କ ପାଖରେ ପହଞ୍ଚାଇଯିବ ଏଇଟା ପୁନର୍ବାର ମୁଁ ଭାବୁଛି ଭଗବାନଙ୍କର ଅବତାର ବୋଧେ ଆପଣଙ୍କ ମନ ଭିତରେ ଭଗବାନଙ୍କର ସେତିକି ଭଗବାନଙ୍କ ଦୂରଦୃଷ୍ଟି ରହିଛି ଯେ କି ଏ ଜିନିଷଟା ପରିବର୍ତ୍ତନ ଆଣିବା ପାଇଁ ବୋଧେ ଆପଣ ମଞ୍ଚଶ୍ରୀ ମହୋଦୟଟିଏ ତିଆରି କଲେ। ସେ କଥାଟା କହିଲି ପୁରା ଭଗବାନଙ୍କର ଆଶୀର୍ବାଦ ନଥିଲେ କୌଣସି ଜିନିଷ ହୁଏ କି? ଆଜ୍ଞା ନାହିଁ ସାର୍ ହବ ନାହିଁ। ତେଣୁକରି ଆମର ଇଚ୍ଛା ଥିଲା ଭଗବାନ ଆମକୁ ସାହା ହେଇଥିଲେ ଯେହେତୁ ଆମେ ସମସ୍ତେ ଭଗବାନଙ୍କର ଅଂଶ ପୁତ୍ର ଆମେ ଆମ କର୍ମକୁ ନେଇକି ଆମେ ବାଟ ପଥଗଣା ହେଇଯାଇଛୁ। ତେଣୁକରି ସଂସାରରେ କଣ ସମସ୍ତେ ହେଇଯାଇଛି ସଂସାରରେ ସମସ୍ତେ ବାଟଗଣା ହେଇଗଲେ ତ ଅସୁରତ୍ୱ ଆସିଯିବ। ତାହେଲେ ସାର୍ ଯୋଉ ମାଲିକ ମାନେ ଏମିତି କରୁଛନ୍ତି ଆପଣଙ୍କ ତରଫରୁ ତାଙ୍କୁ କଣ ଗୋଟେ ନିବେଦନ ରହିବ କି କଥାଟିଏ ରହିବ? ନିବେଦନ ଦେଖନ୍ତୁ ସଂସାରରେ ସମସ୍ତେ ବିଜନେସ୍ କରନ୍ତୁ ଭଲ କରନ୍ତୁ ଆଜ୍ଞା ସମାଜ ପାଇଁ ସୁଧାରିବାର ବାଟ କିଛି କରନ୍ତୁ। ଆଜ୍ଞା ହଁ ମୁଁ ବହୁତ ଲୋକଙ୍କୁ ଦେଖିଛି ପରିବା ହାଟରେ ବସ୍ତା ଭରି ପରିବା ନେଇଥିବେ ଅଧବସ୍ତା ବି ଥିବେ ଅଧବସ୍ତା ଦାନ କରିଦିଅନ୍ତି ଖୁସିରେ ଭାଇ ଏଠି ଯଜ୍ଞ ହଉଛି ନେଇଯାଉ ମୋର ପରିବା ନେଇଯାଉ କାହିଁକି ସେ ଦେଇଛି ସମସ୍ତେ ତ ଦିଅନ୍ତିନି ନା ନାଇଁ ସାର୍ 100ରୁ କେହି ମୁଁ ଚାହୁଁଛି ସେଇ 100 ଜଣରୁ 100 ଜଣ ସେଇଭଳି ମନୋଭାବ ଆସୁ ଆଜ୍ଞା ସଂସାର ଆଗକୁ ବଢ଼ିବ ପାପର କ୍ଷୟ ହେବ ସମାଜରେ କିଛି ନୂଆ ବାର୍ତ୍ତା ସହିତ ନୂଆ ସଂଶୋଧନ ହେବ ଯେହେତୁ ସଂଶୋଧନ ସଂସାରର ନିୟମ ସେ ନିୟମଟାକୁ ପାଳନ କରିବା ସର୍ବସାଧାରଣ କରିବା ଉଚିତ। ଆଜ୍ଞା ସାର୍ ଯେତେ ସବୁ ଯାତ୍ରା ପାର୍ଟି ମାଲିକ ସମସ୍ତେ ତ ଆମର ସହଭାଗୀ ହେଲେ ନା ସମସ୍ତେ ଆମର ବନ୍ଧୁ ହେଲେ କାହାକୁ ଏଗନେଷ୍ଟରେ ଗପିବା ବା କାହାକୁ କିଛି ତାଚ୍ଛଲ୍ୟ କରିବା ସେସବୁ ଆମର ସ୍ୱପ୍ନରେ ବି ନାହିଁ ଆଶା ସ୍ୱପ୍ନରେ ବି ନାହିଁ। ଆଜ୍ଞା ସାର୍ ପ୍ରାର୍ଥନା କରି ସମସ୍ତେ ଆଗକୁ ବଢ଼ନ୍ତୁ ସମସ୍ତେ ଭଲ କିଛି ନୂଆ କରନ୍ତୁ ନୂଆ ଦେଖନ୍ତୁ ଯୋଉଥିରେ ସଂସାର ସମାଜର ସୁଧାରକ ଭାବେ ଗୋଟେ ପ୍ରତିଯୋଗୀ ହେଇଯିବ। ଆଜ୍ଞା ସାର୍ ଆଜ୍ଞା ଆଜ୍ଞା ଜୟ ଜଗନ୍ନାଥ ସାର୍ ଯାହା ହଉ ଦର୍ଶକ ବି ଏ ମତାମତ ରଖିବେ ଆପଣଙ୍କ କଥା ଶୁଣିକି ବହୁତ ଭଲ ଲାଗିଲା ଯେ କି ମୁଁ ବି ମନ ଭିତରେ ଚିନ୍ତାଧାରା ନେଲି ଯେ ସାର୍ଙ୍କ ମନ ଭିତରେ ଆସିଛି ଯେଉଁ ୟୁନିକ୍ କାମଟି ସାରା ଓଡ଼ିଶା ଯାତ୍ରା ଜଗତ ଜାଣିବ ଏବଂ ଓଡ଼ିଶା ଦର୍ଶକ ବି ଜାଣିବେ ଇଏ ଗୋଟେ ଯାତ୍ରାରେ ଗୋଟେ କିଛି ନୂଆ ପରିବର୍ତ୍ତନ ଯେ କି ଏଇ ଯେଉଁ ଦୃଷ୍ଟିରେ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏ କଥାଟି ମୁଁ କହୁଛି ବୋଲି ମୋତେ ବି କିଛି ଲୋକ ଆକ୍ଷେପ କରୁଛନ୍ତି ଯେ ତୁମର କିଛି କାମ ନାହିଁ ତୁମେ ଭଗବାନ ଦେଖନ୍ତୁ ଆକ୍ଷେପ କରିବା ଲୋକଙ୍କର କାମ ଆଜ୍ଞା ମିନ୍ସ ଆଜ୍ଞା ସାର୍ କହି ହେଉଛି ୱିଦାଉଟ୍ ଷ୍ଟ୍ରୋକ୍ ନୋ ଏନି ସାଉଣ୍ଡ ଆଜ୍ଞା ଆଜ୍ଞା ଗୋଟେ ଶବ୍ଦକୁ ବାହାରି କରିବାକୁ ହେଲେ ତାକୁ ତମେ ବଜେଇବା ପାଇଁ ତାକୁ ଆଘାତ କରିବାକୁ ପଡ଼ିବ ନିଶ୍ଚିନ୍ତ ସାର୍ ନିଶ୍ଚିନ୍ତ ବାଜାଟାକୁ ବଜେଇଲେ ବାଜାର ସ୍ୱର ଆସିବ ନା ନ ବଜେଇଲେ ସେ କଥା ନିଜେ ନିଜେ ତେଣୁ ମଣିଷ ସମାଜରେ ସେୟା ଆମ ଭିତରେ କଣ ଗୁଣ ଅଛି ତମ ଭିତରେ କଣ ତାକୁ ନ ଉଖରେଇଲେ ତମ ଭିତରେ ସେ ଗୁଣଟା ବାହାରିବ କେମିତି ଆଉ ବାହାରିଲେ ତ ସେଟା ପବ୍ଲିସିଟି ହେବ ପବ୍ଲିସିଟିରେ ଜଣା ପଡ଼ିବ 100 ଲୋକ ଥିଲେ ପବ୍ଲିକରେ କେତେ ଜଣ ତାକୁ ଗ୍ରହଣ କଲେ କେତେ ଜଣ ଗ୍ରହଣ କଲେ ତା ସାର୍ ଦର୍ଶକ ବି ଏଠି ବୁଝିଯିବେ ପ୍ରକୃତରେ ଆମେ ଭଗବାନଙ୍କୁ ନେଇ ଖେଳ ଖେଳୁଛେ ଆମେ ଯାତ୍ରା ଜଗତରେ ମାଲିକ ମାନେ କି ଭଗବାନଙ୍କୁ ଆମେ ସମ୍ମାନ ଦଉଛେ ଭଗବାନଙ୍କୁ ଭଗବାନଙ୍କ ଜାଗାରେ ରଖିଛେ ନା ଆଣିକି ତଳେ ପକେଇଛେ ସେ ତ ନିଶ୍ଚିତ ବୁଝିବେ ତା ଦେହରେ କିଛି ଦ୍ୱିମତ ନାହିଁ। ଆଜ୍ଞା ହଉ ସାର୍ ଯାଉ ଏତିକି ସମୟ ମୋତେ ଦେଲେ ବହୁତ କଥା ଭଲ ଲାଗିଲା କାଲି ବି ଆପଣଙ୍କର ବାଇଟ୍ ନେଇଥିଲି ସୋସିଆଲ ମିଡ଼ିଆରେ ମୁଁ ଛାଡ଼ିଛି କିଛି ଦର୍ଶକ ବି ଭଲ ମନ୍ତବ୍ୟ ଦେଇଛନ୍ତି
ମଞ୍ଚଶ୍ରୀ ମହୋଦଧି ପାଇଁ ବହୁତ ଆଶୀର୍ବାଦ ଅଛି, ଓଡ଼ିଶା ଦର୍ଶକଙ୍କର ଆଶୀର୍ବାଦ ଅଛି। ନିଶ୍ଚିନ୍ତ ରହିବ, ସେଇ ଈଶ୍ୱର ହିଁ ଦେବେ ଆଶୀର୍ବାଦ, କାହିଁକି ଦେବେନି, ସେଇ କରାଉଛନ୍ତି ଆଉ ତାଙ୍କର ନୀଳା କହିଲେ ତାଙ୍କ ନୀଳା ନହେଲେ କିଛି ହବନି। ଆଜ୍ଞା ସାର୍, ଆଜ୍ଞା, ଜୟ ଜଗନ୍ନାଥ ସାର୍। ତାଙ୍କର ହିଁ ହଁ।